ନୂଆପଡ଼ା ଜିଲ୍ଲାରେ ବନ ବିଭାଗ ତରଫରୁ ଜିଲ୍ଲାବ୍ୟାପୀ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 5 ଗୋଟି ଫରେଷ୍ଟ ରେଞ୍ଜ ଅଞ୍ଚଳରେ ମୋଟ 23 ଗୋଟି ଟିମ୍ ଦ୍ୱାରା ପକ୍ଷୀ ଗଣନା କରାଯାଉଛି। ଶନିବାର ଦିନ ବନ ବିଭାଗ ତରଫରୁ ଜିଲ୍ଲାବ୍ୟାପୀ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର 5 ଗୋଟି ଫରେଷ୍ଟ ରେଞ୍ଜ ଅଞ୍ଚଳରେ ରେଞ୍ଜର ଅଜିଜ ଖାନଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ମୋଟ 23 ଗୋଟି ଟିମ୍ ଭିନ୍ନ ଭିନ୍ନ ସ୍ଥାନରେ ପକ୍ଷୀ ଗଣନା କରିଛନ୍ତି। ଆଜି ଆମର ମିଡ୍ ୱିଣ୍ଟର ୱାଟରଫଲ୍ ସେନ୍ସସ୍ ଚାଲିଛି। ସକାଳ 6ଟାରୁ ଆମେ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଏଠି ବାର୍ଡ ସେନ୍ସସ୍ କରିବୁ। ଏଥିପାଇଁ ଆମର 2ଟା ଟିମ୍ ଗଠନ କରାଯାଇଛି। ଗୋଟେ ଟିମ୍ ଖରିଆ ରୋଡ ସେକ୍ସନ୍ ଫରେଷ୍ଟର ଶ୍ରୀ ବିନୋଦ ବିହାରୀ ନାୟକଙ୍କର ଅଧିନାୟକତ୍ୱରେ ଚାଲିଛି। ଆଉ ଆମେ ଯେଉଁ ଡ୍ୟାମ୍ରେ ଠିଆ ଉଠିଛୁ ସେଇଟା ହେଉଛି ଭୋତାମୁଣ୍ଡା ଡ୍ୟାମ୍। ଏଠିରେ ଆମର 5 ଜଣିଆ ଟିମ୍ ଅଛନ୍ତି। ଆଉ ଗୋଟେ ଆମର ଟିମ୍ ଯାଇଛନ୍ତି, ସେଟା ହେଉଛି ରାନୀଧର ବେଲଟୁକୁରି ସେକ୍ସନ୍ରେ ଅଛି। ସେଇଟା ତାର ନେତୃତ୍ୱ ନେଉଛନ୍ତି ଶ୍ରୀ ବିକ୍ରମ ନାୟକ। ସେଠି ମଧ୍ୟ ଚାଲିଛି। ଆମେ ଏଠି ଦିନ ତମାମ ବାର୍ଡ ସେନ୍ସସ୍ କରିବୁ। ପାଖାପାଖି 200-300 ସଂଖ୍ୟକ ଆମେ ପକ୍ଷୀ ଏଠି ଟେଷ୍ଟ କରିଛୁ। ଗେଣ୍ଡାଳିଆ, ବଗ, ବଡ଼ ପାଣି କୋଇଲି, ଏସବୁ ପକ୍ଷୀ ଗୁଡ଼ାକ ଆମେ ଦେଖୁଛୁ। ଆଉ ୟାର ରିପୋର୍ଟ ଆଜି ଆମେ ଆନାଲାଇସିସ୍ କଲା ପରେ ଆମେ ବନଖଣ୍ଡ ଅଧିକାରୀଙ୍କୁ ପ୍ରଦାନ କରିବୁ। ସେଠାରେ ସେଟା କମ୍ପାଇଲ୍ ହେଇକିରି ଆମର ବାର୍ଡ ସେନ୍ସସ୍ର ରିପୋର୍ଟ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ। ଗତ ବର୍ଷ ଅପେକ୍ଷା ଏ ବର୍ଷ ବେଶୀ ଆସିଛି। ହଁ, ଯାହା ଆମେ ଆଶା କରୁଛୁ, ଏପର୍ଯ୍ୟନ୍ତ ତ ଆମେ 200-300 ପକ୍ଷୀ ଟେଷ୍ଟ କରି ସାରିଛୁ। ସନ୍ଧ୍ୟା ସୁଦ୍ଧା ପକ୍ଷୀ ସଂଖ୍ୟା ବଢ଼ିଯିବେ ନା 2025 ପାଇଁ। ଆଉ ମୁଁ ପେଣ୍ଡ୍ରାବନ ଦେଖିଲି। ଆମର ସାଇପଲା ଡ୍ୟାମ୍ରେ ବି ପ୍ରଚୁର ପରିମାଣରେ ପକ୍ଷୀ ଆସିଛନ୍ତି ଆଜି। ତାପରେ ଭୂତା ଡ୍ୟାମ୍ ଏଇଟା ଦେଖିଲା ପରେ ପୁଣି ରାଣୀଧରା ଯିବି। ତାପରେ କ୍ଲୋଜ୍ ହେବ ଆମର କାଉଣ୍ଟିଂ କଲା ପରେ ଆମେ ରିପୋର୍ଟ ଦେବୁ। ଗତ ବର୍ଷ ଅପେକ୍ଷା ଏ ବର୍ଷ ହଁ, ଚେଞ୍ଜ ତ ହେଇନି, ମ୍ୟାକ୍ସିମମ୍ ଚେଞ୍ଜ ହେଇନି। ସେ ସିମିଲାରିଟି ଅଛି। ଗତ ବର୍ଷ ଯେମିତି ହେଇଥିଲା ସେଇ ଟାଇପ୍ର ହିଁ ପକ୍ଷୀ ଆସିଛନ୍ତି ଏ ବର୍ଷ ମଧ୍ୟ। ପମନା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଲୋଅର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ପେଣ୍ଡ୍ରାବନ ଓ ସୁନ୍ଦର ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଜଳାମୁଣ୍ଡା ଗାଁ ନିକଟରେ ହୋଇଥିବା ଗଣନା କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ବନ୍ୟପ୍ରାଣୀ ବିଭାଗ ୱାର୍ଡେନ୍ ମାୟାଧର ସରାଫ, ରେଞ୍ଜର ଦେବଦତ୍ତ ସୁତାର ପ୍ରମୁଖ ଯୋଗ ଦେଇଥିଲେ। ଖରିଆ ରୋଡ ରେଞ୍ଜ ଅନ୍ତର୍ଗତ ଭୂତମୁଣ୍ଡା ଡ୍ୟାମ୍ରେ ଫରେଷ୍ଟର ବିନୋଦ ବିହାରୀ ନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ବିଶେଷ ଅତିଥି ଭାବେ ଏସିଏଫ୍ ମହମ୍ମଦ ସାଲେହ, ରେଞ୍ଜର ରଞ୍ଜିତ ସିଂ ବାବୁ, ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଘନଶ୍ୟାମ ଭୋଇ, ସିଆରସିସି ଶରତ କୁମାର ପଣ୍ଡା, କୋଶଲ 24 ତରଫରୁ ସାମ୍ବାଦିକ ଚନ୍ଦ୍ରଶେଖର ପଟେଲ ପ୍ରମୁଖ ଯୋଗ ଦେଇଥିଲେ। ହଁ, ବହୁତ ବହୁତ ଧନ୍ୟବାଦ। ମୁଁ ଦେଖିଲି ସକାଳୁ ଯେ ରେଞ୍ଜର ସାର୍, ଫରେଷ୍ଟର ସାର୍, ଆମର ମିଡ଼ିଆ ପ୍ରଭାରୀମାନେ ବହୁତ ପାହାନ୍ତାରୁ ଆସିକରି ସେମାନେ ଅହରହ ଉଦ୍ୟମ କରୁଛନ୍ତି। ଏନେ କେତେଟା ପକ୍ଷୀ ଅଛେ ଆମର ଏନା ଭୂତମୁଣ୍ଡା ଡ୍ୟାମ୍ टोटाली बरगढ़ अंचल के जदिव नुआपड़ा डैम तथापि बरगढ़ बहुत अंचल के जलसेचन करुचे सेने पक्षी माने विभिन्न प्रकार पक्षी ने बास करुचन आ जेन पक्षी माने मु देखुली सकाळू जे प्रकृति रे आपणकर से दृश्यटा बहुत मनोरम निजके गोटे जना पड़े माने तांकर पानी संगे संपर्क डैम संगे संपर्क बहुत निबिड़ अच्छे। देखली गोटे पक्षी गोटे स्वतंत्र जगार से बसिक डेणा मेलुले हे आने बहुत बहुत गुड़ा पक्षी अच्छे हे एते पक्षी अच्छे प्रकृति रे काउंट करवाटा बहुत कठिन किंतु आमर फॉरेस्टर नायक सर रेंजर सिंह सर आसिक जेन गोटे उद्यम करुचन हे मुझे साधुवाद दूचे भाया प्रयास जारी रहू आ पक्षी सुरक्षाटा आमर लगे बहुत बहुत निहाती रूपे आवश्यक आम एटा के प्रायोरिटी देवार कथा। धन्यवाद। आगे चिलिका रे होतिला आगे खाली टीवी रे देखुतिले कना अबे मीडिया देखुचनी ना देखन आपण जने जदी अयोध्या जाइछे बेले तार बाबद रे सुनबाटा आपन को जितकी मजा लगबा निजे जीकरी दर्शन करबे तारनु आपन के बहुत द्विगुणित मजा आसबा और आपन को पवित्रता भाव आसबा। तो आम चिलिका रे जदिओ सेटा गोटे बड़ अंचल सेने लोक से भाया हाइलाइट करुले आम शुणुलु देखुलु किंतु एबे आम दुई आखि देखुचु। हाँ, देखलु आम
आम जानूँ जे प्रकृति जिनिस गुड़ाक बहुत बहुत चित्ताकर्षक जिनिस आईटा हवा द्वारा आम निजे अनुभव करूँ दुई आखि देखिक आम जापर। एहिभली जिल्लाव्यापी 23टी टीम सकाल 6टाରୁ ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ଗଣନା କରିଥିଲେ। ଏଥିରେ ଫରେଷ୍ଟ ଗାର୍ଡ ଜ୍ୟୋତ୍ସ୍ନା ଛତର, ଶୁଭସ୍ମିତା ମହାନ୍ତି, ପାରା ସ୍କ୍ୱାଡର ଗୋକୁରାନ ଶବର, ପ୍ରଫୁଲ୍ଲ ଶବର, ଚନ୍ଦ୍ର ଶବର, ଗୁଜରାଲ ମାଝୀ, ହେମରାଜ ଚୌହାନ ପ୍ରମୁଖ ସହଯୋଗ କରିଥିଲେ।